ତାହେଲେ ମୋର ମଧ୍ୟ ମନରେ କିଛିଟା କାମନା ଉତ୍ପନ୍ନ ହେଇଛି କଣ ସେଟା ମୋ ମାନସ ଭିକ୍ଷା ଏକ ପରିଚିତର ମୋ ମାନସ ହେଲା ଚିତ୍ତରେ ବା ହୃଦୟରେ ମୋର ହୃଦୟରେ ମୋର ମନ ଭିତରେ ଗୋଟେ ଭିକ୍ଷା ମାଧ୍ୟ କରି ପଡିଛି ହୃଦୟ ଯାଉଛି ସେଇଟା ଗୋଟେ ସାମାନ୍ୟ ଛୋଟ ଭିତରେ ତ ସେଇ ଧାର ହେଲା ତୁଚ୍ଛ ଭିତରେ ନାଥ ବୋଲି ରାମଚନ୍ଦ୍ରଙ୍କୁ ସମ୍ବୋଧନ କରିଦେଲି ନାଥର ସ୍ୱାମୀ ତେଣୁ କରିକି ସିଏ ନାଥ ବୋଲି ରାମଚନ୍ଦ୍ରଙ୍କୁ ସମ୍ବୋଧନ କରି ମତେ ଦବା ପାଇଁ ଛୋଟିଆ ଜିନିଷଟି ତୁଚ୍ଛ ଭିକ୍ଷାଟି ଦବା ପାଇଁ କେବେ କୃପଣ ହେବ ନାହିଁ କଞ୍ଜୁସ ହେବ ନାହିଁ ଦୟା ରତ୍ନମୂଳ ଦାନ ବାରିଧି ଆପଣ ତ ଦୟା ରତ୍ନମୟ ତ ଆପଣଙ୍କର ହୃଦୟରେ ଏତେ ସାରା ଦୟା ଅଛି ଦୟାର ସାଗର ଆପଣ ସମସ୍ତଙ୍କୁ ଆପଣ କିଛି ନା କିଛି ଦାନ କରନ୍ତି ଦାନ ବାରିଧି ଆପଣ ଦାନର ସମୁଦ୍ର ଆପଣ ଦାନ କରିବାରେ ଆପଣ ସମୁଦ୍ର ଭଳି ବିରାଟ ଆପଣ ମାଟି ହବନି ସମୁଦ୍ରକୁ କେତେ ମାଟି ହବ କି କେତେ ବଡ କେତେ ଆକାର କୁଆଡେ ମାଟି ହବନି ଠିକ ସେମିତି ତମର ଦାନର କଣ ମାଟି ଦେଇଛ ତମେ ତେଣୁ କରିକି କହୁଛନ୍ତି କି ତମର ଦାନ କରିବାର ସକ୍ଷମତା ଅଛି ଦାନ କରିବାର ଆକାଂକ୍ଷା ମୋର ଇଚ୍ଛାଟା ଅଛି ତମେ ଦାନ କରିବାକୁ କେବେ କଞ୍ଜୁସ ହବନି ନିହାତି ଭାବରେ ଦାନ କମ କାହିଁକି ନା ତମେ ହଉଛ ଦୟାର ସାଗର ଏଇଟା କ୍ଲିୟର ଏତିକି ହଁ ମାରିଛ ମୁଁ ସାଙ୍ଗେ ସାଙ୍ଗେ ତମକୁ ପଚାରିବି ମୁଁ କିଏ ତା ଜାଣିବାର ମୁହିଁ ଆବଶ୍ୟକ ସଦା ତୁମେ ତାପସଙ୍କ ଅଶାନ୍ତି ନାଶକ ତାପସଙ୍କୁ କିଛି ତୁମ ନଥାଏ ଅଧେୟ ମୁଁ ତପସ୍ୱୀ ତମେ ନ କରିବେ ତେବେ କହୁଛନ୍ତି ଯେହେତୁ ଚିଠି ଲେଖୁଛନ୍ତି ଜଣେ ତପସ୍ୱୀ ସେ ତ ନିଜର ପରିଚୟ ଦେଇକିନା ଚିଠି ଲେଖୁନାହାନ୍ତି ସେ ଗୋଟେ ତପସ୍ୱୀ ଭଳି ଚିଠି ଲେଖୁଛନ୍ତି ଯେତେବେଳେ ଚିଠିଟି ଲେଖି ଏତିକି ଜିନିଷ ଲେଖି ସାରିଲେ ତାଙ୍କର ଦିଟା କାମନା ଅଛି ରାମଚନ୍ଦ୍ରଙ୍କର ପ୍ରଥମ କାମନା ହେଲା କଣ ଯେ କଣ କରିବୁ କାମନା ପର୍ଯ୍ୟନ୍ତ କହିନାହାନ୍ତି କିନ୍ତୁ ଗୋଟେ କାମନା ହବ ସେଇଠୁ ସ୍ତ୍ରୀଟି ବିଦ୍ୟୁ ପତ୍ନୀ ତମେ ବିବାହ କଲ ସେ କୋଉ ଗୁଣ ଧାରେ କଣ ତପସ୍ୟା କଲେ କଣ କାମ କଲେ ଯେ ତମକୁ ଭଳି ଗୋଟେ ଏତେ ମହାନ ଜଣକୁ ବାହା ହେଇପାରିବ ସେଟା ମତେ କହିବ ଆଉ ମୋର ପୁତ୍ର ମାନଙ୍କୁ ପରୀକ୍ଷା ଦେଇକି ପଠଉଛି ତାଙ୍କୁ ତମେ ଏ କୋଳରେ ବସେଇକି ସ୍ନେହ ଆଦର କରିବ ଦିଟା ତାଙ୍କର ସ୍ୱପ୍ନ ତ କହୁଛନ୍ତି ତମେ ଏତେ ବଡ ଯଜ୍ଞ କରୁଛ ତମ ସ୍ତ୍ରୀ ବାମ ପଟେ ବସିଥିବେ ସୁନ୍ଦର ସୁନ୍ଦର କାମ ତମେ କରୁଥିବ ଦାନ ଧର୍ମ କରୁଥିବ ତାଙ୍କ ନଜରରେ ବହୁତ ଉତ୍ସାହରେ ରହୁଥିବ କିନ୍ତୁ ତମେ ସମସ୍ତଙ୍କୁ ତ ଏଇଠି ଦାନ କରୁଛ ତାହେଲେ ମୋର ମଧ୍ୟ କିଛି ଅଭିଳାଷା ଅଛି ଆକାଂକ୍ଷା ଅଛି ତମେ ଏଇ ଛୋଟି ଅଭିଳାଷା ଆକାଂକ୍ଷାଟିକୁ ପୁରା କରିବା ପାଇଁ କେବେ ପରିଚିତ ହବ ନାହିଁ କାହିଁକି ତୁମ ତ ଦାନର ବାରିଧି ସ୍ୱରୂପ ତୁମେ ଦାନରେ ତୁମେ ସମୁଦ୍ର ସ୍ୱରୂପ କେବେ ପରିଚିତ ଭିକାରୀ ଆଉ ଜାଣିବାକୁ କେବେ ଚେଷ୍ଟା କରିବନି କିଏ ବୋଲି ମୁଁ କିଏ ତା ଜାଣିବାକୁ ଆବଶ୍ୟକ ତୁମର ଆବଶ୍ୟକ ମୁଁ କିଏ ବୋଲି ଜାଣିବ ଭାବିନବ ମୁଁ ଜଣେ ତପସ୍ୱୀ ବଣ ଜଙ୍ଗଲରେ ରହିକି ତପସ୍ୟା କରୁଥିବା ଜଣେ ନାରୀ ଭାବିବନି କି ଜାଣିବାକୁ ଆବଶ୍ୟକ କରିବନି ଯେ ମୁଁ କିଏ ବୋଲି ସଦା ତୁମେ ତାପସଙ୍କ ଅଶାନ୍ତି ନାଶ ସଦାହାର ସଦା ସର୍ବଦେବ ପାଇଁ ତୁମେ ହଉଛ ତାପସଙ୍କର ତାପସ ହେଲା ଯେ ତପ ଆଚରଣ କରିଥାନ୍ତି ସିଏ ହଉଛନ୍ତି ତାପସ ଯିଏ ତପସ୍ୟା କରନ୍ତି କୋଳରେ ଯାଆନ୍ତି ତାପସ ଅତି ନାଶକ ତାଙ୍କର ପ୍ରତ୍ୟେକଟି ଅଶାନ୍ତି କ୍ଲେଶକୁ ନାଶ ଯିଏ କରନ୍ତି ସେ ହଉଛନ୍ତି ନାଶ ତୁମେ ସଦା ତାପସ ମାନଙ୍କର ବା ଯୋଉମାନେ କି ତପ ଆଚରଣ କରିଥାନ୍ତି ତପସ୍ୟା କରୁଥାନ୍ତି ସେଇମାନଙ୍କର ଦୁଃଖକୁ ଅଶାନ୍ତିକୁ ନିରାକରଣ କରୁଥିବା ବ୍ୟକ୍ତି ଜଣେ କିଛି ନଥାଏ ଅଦେୟ ମୁନି ତପସ୍ୱୀ ନିମନ୍ତେ ନ କରିବା ଭୟ ତାପସଙ୍କୁ ଯେ ତପସ୍ୟା କରୁଛନ୍ତି ସେଇ ତପସ୍ୱିନୀ ମାନଙ୍କୁ କିଛି ନଥାଏ ଅଦେୟ ହେଲା ନ ଦେବା ଯାହା କେବେ ଦିଆଯାଇ ପାରିବନି ତପସ୍ୱୀ ମାନେ ତୁମକୁ ଯାହା ମାଗିଛନ୍ତି
प्रत्येक समय तुमने सदा सर्वदा देई आसुत एबे मना करना अदेय नहीं जो भी समझ किसी जोटा तुम केबे देई पारिबो तो सदा सर्वदा तुम ताको किसी देई आसुत तुम तपस्या मते न करिबो हेला 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 गुण बा नगण्य मते हेला मणिबने ना मते नगण्य की भाबी पाइबार योग्य नहीं कि न भाबी कि भूरी मेरे तपस्या मते न जो विकेट मागुछ मते मते दान करिबो बोली शिक्षा कागज ये होची आज तुम्हारा तुम अंतर भाजन भक्ति भरे देखुवा जगत पर ये होची ये तुम्हारा अंतर भाजन तुम्हारा कोरर भाजन होची तुम कोरर बसियार योग्य तुम्हारा बाम पक्षरे पूजा रे बसी पूजा विधि संपन्न करने योग्य बोली जो नारी के पीछे योग्य बोली तो तुम तक बाहर है ना जाके नहीं तक बाहर कर साधारण तो रामचंद्र साधारण पदे कि साधारण झियो तो बाहर ଅଧିକ ପଢିଲେ ଠିକଠାକ ଅଛି ନା ନାଇଁ ନହେଲେ ଯାହା ବେଶ ଟିକେ ବାହାରୁ ସିଧା ସିଧା କହିଦବ ସତ କଥା ଆଜି କଥା ହଉନି ଆଜି ଦିନ କଥା ହଉନି ସବୁବେଳେ ମୋ ଝିଅ ସମସ୍ତେ ଜାଣିଛନ୍ତି ଆମେ ଯାହାକୁ ବି ଆମ ସାଙ୍ଗରେ ରଖିବୁ ଯାହାକୁ ତାକୁ କିଛି ଭଲ ଗୁଣ ଥିବା ଦରକାର ଗୋଟେ ଝିଅ ବାହାରେ ଭଲ ମଣିଷଟେ ସାଇଡ୍ ନବା ଗୋଟେ ଝିଅ ଭାବିବ ମଧ୍ୟ ଭଲ ଝିଅଟେ ଦିଅ ସବୁ କିଛି ମ୍ୟାନେଜ କରୁ କରିକି ଘର ଚଳ कौन तेणु कि जी जहाँ भी बाहर से सीधे योग्य न हो रिजेक्ट कर देबो एही सीता को तमे मनुष्य तमे एते बड़ तमको जे बाहर को सेति के योग्य होइtura दरकार आ गोटे जो नहीं सही नाटक तो तमे बाहर नहीं ସେଇଠି ତମର ଅନ୍ତର ଭାଜନ ଥିବା ପାଇଁ ତୁମ କୋଳରେ ପ୍ରତିଷ୍ଠିତ ହେବାର ଯୋଗ୍ୟ ହେଇଥିବା ଦ୍ୱିତୀୟ ସ୍ତ୍ରୀଟି भक्ति भर देखुथिबे जगतर जन जहाँ भी जगतर जन सारा संसार रामचंद्र को जिते पूजा करती निहाती भाव में स्त्री को पूजा कर तुम जहाँ बोले तुम स्वामी जी गोटे तुम ठाकुर न पढ़ले भी तुमको सब लोग साइलेंट कर साइलेंट मारे साइलेंट मारे 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 लोक मैंने सार सार बोलते तुम भी मैडम मैडम कह सब सार क्वेश्चन मैडम को हाथ खाली कम सत कथा मैडम सत कथा तुम दी भी जो भी पोस्ट था बड़ा बड़ पोस्ट सब स्त्री को भी से सम्मान मिल जाए यदि स्त्री कम पाठ पढ़ी जब सी गोटे भल गोटे बड़ चाकरिया पिला गोटे बड़ बिजनेस भल पिला को बाहर गला निहती भाव में सम्मान भी बढ़ी जाए कहीं से स्वामी को जी सम्मान मिले कई परिमाण स्त्री को मधुर सम्मान मिले तेणु ये कहते रामचंद्र को सारा जगत भक्ति भाव सम्मान करती निहाती भाव में स्त्री को समस्ते सम्मान जनक समस्ते भक्ति कर तो भक्ति भर देखुवे जगतर जन सारा जगतर जन में लोक मैंने भक्ति देखुवे पूर्वे सब करते बड़ लोक के केते काल के सी जो योग्य विवेचित है तुम बाहर भाविले सी योग्य है तुम स्त्री हे ताहले से पूर्व को कर्म करते को पाप करते को मंत्र जप करते एते योग्य होले तुमको बाहर एक कथा सीता पचारती रामचंद्र को चित्र प्रभु मत देवती जन अन्य किसी धन मोर प्रयोजन नहीं प्रयोजन लोड़ा नहीं मत एति जानवर अच्छे तुम द्वितीय पत्नी तुम बाहर से कोउ तप एबे पूर्व की तप जप पूजा पाठ करथिले तुमको बाहर पैसे योग्य है बस मते एति मतलब उत्तर दे दियंतु मोर कोन धन अरे प्रयोजन नहीं मोर धनर आवश्यकता नहीं कोटि अश्वमेध जेते धन होगा हम कहू अधिक कहा है मोर बोल तो कोटि अश्वमेध कोटि अश्वमेध कोटि कोटि धन रत्न दान कराए ये मतलब कोटि अश्वमेध यज्ञ कोटि कोटि अश्वमेध यज्ञ जेति दान कराए मते यदि मो प्रश्न उत्तर दीजिए देखो ताठू अधिक मते मिलिदिबो ज्ञान बोली जानि पारे तो प्रश्नटी तांको माने एते महत्वपूर्ण पिला गुरुत्वपूर्ण प्रश्न तार उत्तर जानिबा एते महत्वपूर्ण पिला रे सिए
कोटि कोटि वर्ष यज्ञ दान कर धन अधिक ज्ञान प्राप्ति होगी रामचंद्र को सुखिले देखि जणले पेपर इट्स क्लियर समझ हम कुछ कुछ हमरा पछरे हमरा कुछ अरे मंदिर से मतलब बच्चे आसे सारी मूवमेंट हां प्रीवियस तापर अछि आउ एक कथा मात्र अछि अनुभव अत्यंत अत्यंत ज्ञानी पर आरोप ये बातें तुम्हें क्या पता है बोल रहा है तार पति से कौन सा मधुर या कौन सा जमा सुन लिया तो हम जब पूरे दिन बताइए तो छोटे क्वेश्चन का पचारी का बोला कि से कितना कोशिश है तो बाहर का प्लस तो धर्म वाली और कोई योग्य भी बन जाएगा काम को करनी आओ तो पता तो अच्छा नहीं लगा आओ बोले अनुरोध अच्छी करो आप तुम्हें बताए बोले मैं प्रार्थना करके चाहूं कि दाढ़ी में ए मोर अनुरोध करके थोड़ा सेरा में कौन से दुखी ने पुत्र जो अत्यंत अबोध पुत्र जो दुखी निज को से संबंध होता है दुखी के पुत्र अत्यंत अतिशय अपरिचित अज्ञान এই অবদান আপনি নির্বোধ হবে অবদান যেটা অর্থ আছে নির্বোধ সেখানে তো নির্বোধ অবদান মানে অতি ছোট ছোট পিলা অজ্ঞান পিলা মানে সেই জানেন তাଙ୍କ বাপা কি জানেন এটা সারা ঘটনা দুনিয়া মানে ସେଠି ସାରା ମାନେ ଦୁନିଆ ଟା ବିଷୟରେ ତାଙ୍କର ଏତେ ଜ୍ଞାନ ନାହିଁ ଛୋଟ ପିଲା ତେଣୁ ତାଙ୍କୁ ଅଜ୍ଞାନ ଶିଶୁ ବୋଲି କୁହାଯାଉଛି ସେ ଅତି ଅବୋଧ ଅତିଶୟ ଅଜ୍ଞାନ ସେମାନେ ନାହିଁ ତାଙ୍କ ପିତୃବଳ ଆରୋଗ୍ୟ ଭାଗ୍ୟ ତାଙ୍କର ପିତୃବଳରେ ବାପାଙ୍କ ଉପରେ ଆରୋଗ୍ୟ କରିବାର ତାର କୋଳରେ ବସିବାର ଭାଗ୍ୟ ତାଙ୍କର ହେଇଯାଇଥିଲା ଯେହେତୁ ସେମାନେ ବର୍ଣ୍ଣନା ମୋ ପାଖରେ ରହନ୍ତି କିନ୍ତୁ ବାପାକୁ ଦେଖିଲେ ତ ତାଙ୍କର ବାପା କୋଳରେ ବସିଲେ ସ୍ନେହ ଶ୍ରଦ୍ଧା ପାଇବା ସେତିକି ଭାଗ୍ୟ ସେମାନେ ଏପର୍ଯ୍ୟନ୍ତ ମିଳିନାହିଁ ତାଙ୍କର ଭାଗ୍ୟରେ ସେତିକି ଏପର୍ଯ୍ୟନ୍ତ କେବେ ଘଟି ନାହିଁ କିମ୍ବା ଆସୁନାହିଁ ଅଜାଣନ୍ତି ଜନ୍ମ ଅନୁରାଗ ହେଲା ସ୍ନେହ ବା ଶ୍ରଦ୍ଧା ସ୍ନେହ ପ୍ରେମ ଶ୍ରଦ୍ଧା ତ ଆଜି ପର୍ଯ୍ୟନ୍ତ ଜନ୍ମଠୁ ନେଇକି ଏ ପର୍ଯ୍ୟନ୍ତ ସେମିତି ପିତୃର ବାପାର ସ୍ନେହଟା କଣ ବାପାଙ୍କର ଶ୍ରଦ୍ଧାଟା କଣ ସେ ଜାଣିନାହାନ୍ତି କାହିଁକିନା ସେ ବାପାକୁ ଦେଖି ନାହାନ୍ତି ବାପାର ସ୍ନେହ ଶ୍ରଦ୍ଧା ଭଲ ପାଇବା ସେ କିଛି ଜାଣିନାହାନ୍ତି ଏବଂ ବାପା କୋଳରେ କେବେ ସେ ବସି ନାହାନ୍ତି ଜାଣିଛନ୍ତି ଜନ୍ମଦିନ ଜୀବନ ଖଣ୍ଡା ଏଇ ବିନା ସହକାରେ ରାମାୟଣ ଲାଗେ ତେବେ କହୁଛନ୍ତି ଖାଲି କଣ ଜାଣିଛନ୍ତି ଏତିକି ଜାଣିଛନ୍ତି ଯେ ଜନନୀ ହେଲା ମାତା ଏ ସୀତାଙ୍କ ପାଖରେ ରହୁଥିଲେ ଜନନୀ ହଉଛନ୍ତି ନା ଜୀବନ ଖଣ୍ଡା ଜୀବନ ଜନନୀର ଜୀବନ ଲୋକଟା ପୂର୍ଣ୍ଣ କରିବ ଯେତେବେଳେ ସେ ରାମାୟଣ ଗାଉଥିଲେ ଏମିତି କଣ ଭିଡ଼ କରିକି ଟଙ୍କି ବଜେଇକି ରାମାୟଣ ଗାଆନ୍ତି ସବୁବେଳେ ସେଇ ରାମାୟଣଟା ସୀତାଙ୍କର ବିଦା ଦିଅନ୍ତି କି ଯାଇଥିବ ରଖିବ ଦୁଃଖରେ ରଖିବ ତ ତାକୁ ଯେତେବେଳେ ସୀତାମାତା ଶୁଣନ୍ତି ସବୁବେଳେ ସେ କାନ୍ଦୁଛନ୍ତି ଖାଲି ଯୋଉ ସୀତାମାତା ନୁହନ୍ତି ପ୍ରତ୍ୟେକଟି ସେଇ ପାଖ ଆମର ଗଛ ବୃକ୍ଷ ତରୁଲତା ସମସ୍ତେ କାନ୍ଦି ପକାନ୍ତି ସେଇଭଳି ଦୁଃଖଦ ପୂର୍ଣ୍ଣ ଗୀତଟିକୁ ଶୁଣିଲା ପରେ ତ ସେଠୁ ବୀଣା ତନ୍ତ୍ରୀ ସହକାରେ ରାମାୟଣ ବୀଣା ଯନ୍ତ୍ରର ଯୋଉ ବୀଣାର ତନ୍ତ୍ରୀ ଥାଏ ବୀଣା ସୀତା ଭଳିଆ ପରେ ବୀଣାର ତନ୍ତ୍ରୀ ତ ସେଇ ବୀଣାଟିକୁ ବାଦ୍ୟ କରିକି ବୀଣାଟିକୁ ବଜାଇ ଯେତେବେଳେ ଲବକୁଶ ଦି ଜଣ ରାମାୟଣ ଗାଉଥାନ୍ତି ସେତେବେଳେ ସୀତା ମାତାଙ୍କର ଆଖି ଲୋତକାପୂର୍ଣ୍ଣ ହେଇଯାଏ କାନ୍ଦି କାନ୍ଦ ହେଇଯାଏ ତାଙ୍କର ଆଖିକି କିଏ ନା କାନ୍ଦିବ ଆଉ ଏଇ ଯୋଉ କଥା ଶୁଣିକି ରାମାୟଣର ଦୁଃଖର ବିଷୟରେ কোনো କଥା ଶୁଣିକି ରାମ ଆଉ ସୀତାଙ୍କର ଦୁଃଖପୂର୍ଣ୍ଣ ପ୍ରଥମେ 14 ବର୍ଷ ବଡ ହେଇ କଟେଇଲେ କିଭଳି କଷ୍ଟ ତାପରେ ତାଙ୍କର ବିଚ୍ଛେଦ ହେଲା ସେଇଭଳି ଦୁଃଖପୂର୍ଣ୍ଣ କଥାକୁ ଶୁଣିକି ସେଟା କାନ୍ଦିବାର କିଛି ବଡ କଥା ସେଟା ତ ତାଙ୍କ ନିଜର କଥା କିଏ ନ କାନ୍ଦିବ କିଏ ନ କାନ୍ଦିବ ମାନବ ଜୀବନ ଧାରଣ କରିକି ଗୋଟେ ମନୁଷ୍ୟ ଜୀବନ ଧାରଣ କରିବା ଲୋକ କାହିଁକି ତା ନ କାନ୍ଦିବ ମାନବ ଜୀବନ ବହି ମାନବ ହୃଦୟ ଧାରଣ କରିଥିବା
मनीष जन्म प्रकृति विपद निहाती भाव खाली तो मनुष्य भी तरुलता चल जो गपटी शुणिले तरुलता चल तरुलता चल है समूह बहुत गुड़ाए कहले चल तरुलता चलता गछलता समूह समस्त गछलता कुहती कुहती अक्षय है अधीर हो पड़ती अस्थिर हो पड़ती कौन शुणिले से भर रामायण को शुणिले मनीष समेत समस्त तरुलता गुण विषय अस्थिर दुखी हो पड़ती तुम्हारा चरित्र निजे तुम्हारा चरित्र निजे परिवर्तन जाऊँ सिद्धार महर्षि सहित करने को बड़ अवकाश रस तुम्हारा चरित्र चरित्र उपाख्यान वृत्तांत तुम जो घटना गुड़ाक तुम विषय तुम कहानी गुड़िक तुम्हारा चरित्र निजे वही विमुक्त मुग्ध है तुम्हारा विषय शुणिकी तुम्हारा कहानी शुणिक तुम्हारा जीवन वृत्तांत उपाख्यान शुणिकिना मोर पुत्र दी जन कौन अत्यंत मुग्ध अत्यंत खुशी मन बढ़ाई शिशुदय महर्षि सहित जीवाई महर्षि वाल्मीकि उद्देश्य कहले तो वाल्मीकि ऋषि सांगे तुमको देखा से आग्रह प्रकाश कर तुम पद पंकज दर्शन मन तुम पाद पंकज पाद पंकज पद्म पाद पद्म को दर्शन करने पाद पद्म को देखा मनटी आकर्षण कर टाणी मनटी मनटी छोट छुआ तुम विषय विषय शुणिला अति आग्रह प्रकाश करुँच तुमको दर्शन करेंगे तुम पाद पद्म को स्पर्श करेंगे चरण को छुईबे नमस्कार करेंगे देखा पाद पद्म को मन टाणी नहीं सी वाल्मीकि ऋषि सहित बाहर क्लियर उत्सुक दमन दुखर कहानी तुम अतीत दुखर कहानी बीती जाइए अतीतर कहानी शुणुत सी तुमको शुणाइबा सी रामायण पढ़ी जहाँकि सब मीना वादन करके गाँव तुमको से शुणाइबे जहाँ शुणिले गोटे दुखी मन दुखटी हानि नहीं दुख सी मीयमान न शुणिले तुम प्रति भयंकर मन शुणिले दुख लगे न शुणिले शुणा मन इच्छा हम तुम आग्रह हम मन में उत्कंठा जागर रामायण कौन अच्छे शुणा शुणुची सी कांदी पकड़ नवबली कवितार औत्सुक्य दमन तार रामायण औत्सुक्य दमन दमन नियंत्रण करने उत्सुकतार उत्कंठा इच्छा शक्ति को दमन कंट्रोल जिन पढ़िया तुम इच्छा हुए से इच्छा को तुम दमन कर न शुणिले इच्छा हम शुणा शुणिले दुखर मन अशांति इच्छा शक्ति का उत्पन्न जीवन जो